ସର୍ବପ୍ରଥମେ ସମସ୍ତଙ୍କୁ ଦୋଳ ପୂର୍ଣ୍ଣିମାରେ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ। ବହୁତ ସାରା ଟିଜିଟି ନ୍ୟୁଜ୍ ଅଛି। ଆର୍ଟ୍ସ, ପିସିଏମ୍, ସିବିଜେଟ୍, ହିନ୍ଦୀ, ସଂସ୍କୃତ, ପିଇଟି, ଉର୍ଦ୍ଦୁ। ଭ୍ୟାକେନ୍ସି ପରେ ଭ୍ୟାକେନ୍ସି। ଆପଣମାନେ ଯଦି ଦେଖିବେ ଏସ୍ଏସ୍ବି ଟିଜିଟି ହେଉ କିମ୍ବା ଆପଣମାନେ ଯଦି ଦେଖିବେ ଏସ୍ସି ଏସ୍ଟି ଡେଭଲପମେଣ୍ଟ ତରଫରୁ ଯେଉଁ ଆପଣଙ୍କର ସ୍ପେଶିଆଲ୍ ଡ୍ରାଇଭ୍ ତ 7 ମାର୍ଚ୍ଚରେ ଆନ୍ଦୋଳନ ଅଛି ଏବଂ ମୁଁ ଆପଣଙ୍କୁ ସବୁ କଥା କହିବି। ଅଧାରେ ଅଟକିଲା ଏସ୍ଏସ୍ବି ଟିଜିଟି ବା ଟ୍ରେଣ୍ଡ ଗ୍ରାଜୁଏଟ୍ ଟିଚର, ଆସିଷ୍ଟାଣ୍ଟ ଟିଚର, ତା ସହିତ ଜୁନିୟର ଟିଚର ସ୍କିମାଟିକ୍ର ଗଭର୍ଣ୍ଣମେଣ୍ଟ ଅର୍ଡ଼ର ମଧ୍ୟ ଗାୟବ ଏବଂ ତମାମ ଘଟଣାକୁ ନେଇ ଯଦି ଦେଖିବେ ବର୍ତ୍ତମାନ ସମୟରେ ବିଧାନସଭା ଯେତେବେଳେ ଚାଲିଛି ବିଭିନ୍ନ ବିଭାଗ ତରଫରୁ ବିଭିନ୍ନ ନିଯୁକ୍ତି ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି ପିଲାମାନେ ଏବଂ ଆଶାୟୀମାନେ। କାରଣ ଆପଣମାନେ ଜାଣନ୍ତି ସରି ସରି ଆସେ ଜୀବନ ଆଲୋକ, ଲିଭି ଲିଭି ଆସେ ଦୀପ, ଦୁନିଆ ମଞ୍ଚରେ ବଞ୍ଚିବାକୁ ହେଲେ ସଂଘର୍ଷ କରିବା ଶିଖ। ତମାମ ଘଟଣା ମଧ୍ୟରେ ଆପଣମାନେ ଯଦି ଦେଖିବେ ସରକାର ଯେତେବେଳେ କି ଡେଙ୍ଗୁରା ପିଟିଥିଲେ ଯେ ଜୁନିୟର ଟିଚରମାନଙ୍କର ଗଭର୍ଣ୍ଣମେଣ୍ଟ ଅର୍ଡ଼ର ଆସିଯିବ କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନେ ରେଗୁଲାର ହୋଇପାରିଲେ ନାହିଁ। ଦ୍ୱିତୀୟରେ ଆପଣମାନେ ଯଦି ଦେଖିବେ ନିଯୁକ୍ତିର ଦେଖା ନାହିଁ। ତ ବର୍ତ୍ତମାନ ସମୟରେ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଆପଣ ପାଇପାରିଥିବେ ଶାନ୍ତିପୂର୍ଣ୍ଣ ଭାବରେ ସରକାରଙ୍କ ପାଖରେ ପିଲାମାନେ ଯାଇ ଯେଉଁ ଦାବି ଉପସ୍ଥାପନ କରିବାକୁ ଯାଉଛନ୍ତି ଏସ୍ସି ଏସ୍ଟି ସ୍ପେଶିଆଲ୍ ଡ୍ରାଇଭ୍ ପାଇଁ ଆସନ୍ତା 7 ତାରିଖ ଦିନ ଯାଉଛନ୍ତି। ଆଡ୍ରେସ୍ ଦେଖନ୍ତୁ ପିଏମ୍ଜି ଫାଇଟ୍ ଫର୍ ସୋସିଆଲ ଜଷ୍ଟିସ୍ ଆଣ୍ଡ ରିଜର୍ଭେସନ୍ ରାଇଟ୍ସ ଆଣ୍ଡ ଟିଚର ରିକ୍ରୁଟମେଣ୍ଟ। ତା ସହିତ ଆପଣମାନେ ଯଦି ଦେଖିବେ ଆପଣଙ୍କର ଯେଉଁ ମାସ୍ ଗ୍ୟାଦରିଂ ଫର୍ ଟିଚିଂ ଭ୍ୟାକେନ୍ସି 45,000 ପ୍ରାଇମେରୀ ଟିଚର ରିକ୍ରୁଟମେଣ୍ଟ ଏବଂ ତା ସହିତ ନଟ୍ ଏ ସିଙ୍ଗଲ ରିକ୍ରୁଟମେଣ୍ଟ ସିନ୍ସ 2023। Now we demand 20,000 plus vacancy release soon to fill extreme shortage of primary teachers. We study, we trained, we qualified. Now we demand our rights to teach. No more waiting, no more silence. We want to teach. ରିଲିଜ୍ ଭ୍ୟାକେନ୍ସି ନାଉ ଏବଂ ସେଇଥିପାଇଁ ଆପଣଙ୍କର 9 ତାରିଖ ଦିନ ପିଲାମାନେ ମଧ୍ୟ ଯାହାକି ଗୋଟିଏ ରାଲି ରଖିଛନ୍ତି। ତା ସହିତ ଆପଣ ଯଦି ଦେଖିବେ ବହୁତ ସାରା ଭ୍ୟାକେନ୍ସି ଅଛି କିନ୍ତୁ ପିଲାମାନଙ୍କୁ ନିଯୁକ୍ତି ଦିଆଯାଉ ନାହିଁ। ଜୁନିୟର ଟିଚର ସ୍କିମାଟିକ୍ମାନଙ୍କୁ ରେଗୁଲାର କରାଯାଉ ନାହିଁ। ତେଣୁ କେଉଁଠି ନା କେଉଁଠି ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଅଛି, ତା ଭିତରେ ସରକାରଙ୍କ ଉପରେ ସବୁ ଦିଗରୁ ଚାପ ପ୍ରୟୋଗ ହୋଇଛି। ତେଣୁ ଆଗାମୀ ଦିନରେ ସରକାର କ'ଣ ଦେଖୁଛନ୍ତି ବା କ'ଣ କରୁଛନ୍ତି ତାକୁ ଦେଖିବା ପାଇଁ ବାକି ରହିଲା। ଆମେ ସମସ୍ତେ ସରକାରଙ୍କ ଉପରେ ବିଶ୍ୱାସ ରଖିଛୁ। ଡବଲ ଇଞ୍ଜିନ୍ ସରକାର, ବିଶେଷ କରି ବିଭିନ୍ନ ନିଯୁକ୍ତି ସାଙ୍ଗକୁ ଜୁନିୟର ଟିଚର ସ୍କିମାଟିକ୍ମାନଙ୍କର ରେଗୁଲାର ଅର୍ଡ଼ର ନିହାତି ରୂପରେ ସରକାର ଜାରି କରନ୍ତୁ। ଏ ଥିଲା ବଡ଼ ନ୍ୟୁଜ୍ ଅପଡେଟ୍। ଆସନ୍ତା 7 ତାରିଖ 9 ତାରିଖ ଦିନ ଯେଉଁ ଆନ୍ଦୋଳନ ଅଛି ଆପଣମାନେ ଚାହିଁଲେ ଆରାମସେ ସମସ୍ତେ ସରକାରଙ୍କୁ ଯାଇ ଆପଣମାନଙ୍କର ଦାବି ଜଣାଇ ପାରିବେ। ଏ ଥିଲା ବଡ଼ ନ୍ୟୁଜ୍ ଅପଡେଟ୍। ଏଇଭଳି ସବୁ ଅଥେଣ୍ଟିକ୍ ଜେନ୍ୟୁନ୍ ଟ୍ରଷ୍ଟେବଲ୍ ଇନଫର୍ମେସନ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ। ଏକ ନୂଆ ଭିଡ଼ିଓ ସହିତ ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବି। ବନ୍ଧୁ ଉତ୍କଳ ଜନନୀ।